ଓଡ଼ିଶାର ପୁରୀରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ଭାରତର 4ଟି ପବିତ୍ର ଧାମ ମଧ୍ୟରୁ ଗୋଟିଏ। ପ୍ରତିବର୍ଷ ଏଠାରେ ଭବ୍ୟ ରଥଯାତ୍ରା ଆୟୋଜିତ ହୁଏ। ହିନ୍ଦୁ ଧର୍ମରେ ଜଗନ୍ନାଥ ରଥଯାତ୍ରାର ବହୁତ ଅଧିକ ମହତ୍ତ୍ୱ ଅଛି। ଜଗନ୍ନାଥ ମନ୍ଦିରରେ ଭଗବାନ ଜଗନ୍ନାଥ ବିରାଜମାନ କରନ୍ତି, ଯିଏ ଶ୍ରୀହରି ବିଷ୍ଣୁଙ୍କ ଅବତାର ଏବଂ ଶ୍ରୀକୃଷ୍ଣଙ୍କ ରୂପ ଭାବେ ପୂଜିତ। ଜଗନ୍ନାଥ ଶବ୍ଦର ଅର୍ଥ ହେଉଛି ସମଗ୍ର ସଂସାରର ନାଥ। ଏହି ରଥଯାତ୍ରା ଆଷାଢ଼ ମାସର ଶୁକ୍ଳ ପକ୍ଷରେ ଆରମ୍ଭ ହୁଏ ଏବଂ ଭଗବାନଙ୍କର ପୁନଃ ମନ୍ଦିରକୁ ଫେରା ସହିତ ଏହାର ସମାପ୍ତି ହୁଏ। ଜଗନ୍ନାଥ ମନ୍ଦିର ସହିତ ଜଡ଼ିତ ଗୋଟିଏ ପୌରାଣିକ କଥା ଅନୁସାରେ ମଧ୍ୟ ଭାରତରେ ଇନ୍ଦ୍ରଦ୍ୟୁମ୍ନ ନାମକ ଗୋଟିଏ ବଡ଼ ବିଷ୍ଣୁ ଭକ୍ତ ରାଜା ଥିଲେ। ସେ ସଦା ଭଗବାନ ବିଷ୍ଣୁଙ୍କ ଦର୍ଶନ ପାଇଁ ଆତୁର ଥିଲେ। ଗୋଟିଏ ଦିନ ଏକ ଋଷି ତାଙ୍କ ମହଲକୁ ଆସି କହିଲେ, ରାଜନ, ଓଡ଼ିଶାରେ ନୀଳମାଧବ ନାମରେ ଭଗବାନ ବିଷ୍ଣୁଙ୍କ ଗୋଟିଏ ଦିବ୍ୟ ରୂପ ପୂଜା ପାଉଛନ୍ତି, କିନ୍ତୁ ସେ ସ୍ଥାନ କେଉଁଠି ଅଛି ତାହା ଆପଣଙ୍କୁ ଖୋଜିବାକୁ ପଡ଼ିବ। ଏହା ଶୁଣି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ମନ ଭଗବାନ ବିଷ୍ଣୁଙ୍କ ଦର୍ଶନ ପାଇଁ ଅଧିକ ଆକୁଳ ହୋଇଯାଇଲା। ସେ ତୁରନ୍ତ ତାଙ୍କ ମହଲର ମୁଖ୍ୟ ପୂଜାରୀଙ୍କ ଭାଇ ବିଦ୍ୟାପତିଙ୍କୁ ଡାକି ଓଡ଼ିଶାକୁ ଯାଇ ନୀଳମାଧବଙ୍କୁ ଖୋଜିବାକୁ ଆଦେଶ ଦେଲେ। ରାଜା ଆଦେଶ ଅନୁସାରେ ବିଦ୍ୟାପତି ଦୀର୍ଘ ଯାତ୍ରା କରି ଓଡ଼ିଶା ପହଞ୍ଚିଲେ। ସେଠାରେ ସେ କିଛି ଗୁପ୍ତ ସୂଚନା ମାଧ୍ୟମରେ ଜାଣିଲେ ଯେ ଶବର ଜାତିର ମୁଖିଆ ବିଶ୍ୱାବସୁ ଗୋଟିଏ ଗୁପ୍ତ ଗୁହା ଭିତରେ ନୀଳମାଧବଙ୍କ ପୂଜା କରନ୍ତି। ବିଦ୍ୟାପତି ବିଶ୍ୱାବସୁଙ୍କ ପାଖକୁ ଯାଇ କହିଲେ, ଦୟାକରି ଆପଣ ମୋତେ ସେହି ପୂଜା ସ୍ଥାନ ଦେଖାଇ ଦିଅନ୍ତୁ। କିନ୍ତୁ ବିଶ୍ୱାବସୁ ଉତ୍ତର ଦେଲେ, ମୁଁ ଆପଣଙ୍କୁ ସେଠାକୁ ନେଇଯାଇପାରିବି ନାହିଁ। ବିଦ୍ୟାପତି ଚିନ୍ତାରେ ପଡ଼ିଗଲେ। ଯଦି ଏଭଳି ଫେରିଯାଏ ତେବେ ରାଜାଙ୍କୁ କ'ଣ ଉତ୍ତର ଦେବି? ସେହି ଗାଁରେ ରହିଗଲେ। କିଛି ଦିନ ପରେ ବିଶ୍ୱାବସୁଙ୍କ ଝିଅ ଲଳିତାଙ୍କ ସହିତ ତାଙ୍କର ପ୍ରେମ ହେଲା ଏବଂ ଦୁହେଁ ବିବାହ କଲେ। ବିବାହ ପରେ ବିଦ୍ୟାପତି ଲଳିତଙ୍କୁ କହିଲେ, ତୁମେ କି ମୋ ପାଇଁ ତୁମ ବାପାଙ୍କୁ କହିପାରିବ ଯେ ମୋତେ କେବଳ ଗୋଟିଏ ଥର ନୀଳମାଧବଙ୍କ ଦର୍ଶନ କରିବାକୁ ଦିଅନ୍ତୁ। ଲଳିତା ବାପାଙ୍କୁ ଅନୁରୋଧ କଲେ। ବିଶ୍ୱାବସୁ ସର୍ତ୍ତ ରଖିଲେ, ବିଦ୍ୟାପତିଙ୍କ ଆଖି ଉପରେ ପଟି ବାନ୍ଧି ନେବାକୁ ପଡ଼ିବ। ବିଦ୍ୟାପତି ଏହି ସର୍ତ୍ତ ମାନିଲେ, କିନ୍ତୁ ସେ ଚତୁରତାର ସହିତ କିଛି ସୋରିଷ ଦାନା ନେଇଗଲେ ଏବଂ ଗୁହାକୁ ଯିବା ସମୟରେ ରାସ୍ତାରେ ସେଗୁଡ଼ିକୁ ଖସାଇ ଦେଉଥିଲେ, ଯାହାଦ୍ୱାରା ପଛେ ରାସ୍ତା ଚିହ୍ନି ପାରିବେ। ଗୃହରେ ପହଞ୍ଚି ବିଦ୍ୟାପତି ଯେତେବେଳେ ନୀଳମାଧବଙ୍କ ଦିବ୍ୟ ରୂପ ଦେଖିଲେ, ସେ ମୁଗ୍ଧ ହୋଇଗଲେ। ପରେ ସେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ସମସ୍ତ କଥା କହିଲେ ଏବଂ ଦୁହେଁ ମିଶି ଗୃହକୁ ଗଲେ। କିନ୍ତୁ ସେଠାରେ ନୀଳମାଧବ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ରାଜା ଦୁଃଖିତ ହୋଇ ମହଲକୁ ଫେରିଲେ। ସେହି ରାତିରେ ଭଗବାନ ବିଷ୍ଣୁ ସ୍ୱପ୍ନରେ ଆସି କହିଲେ, ରାଜନ, ପୁରୀର ସମୁଦ୍ର ତଟକୁ ଯାଅ। ସେଠାରେ ପାଣିରେ ଭାସୁଥିବା ଗୋଟିଏ କାଠର ଲାଠି ମିଳିବ। ସେହି କାଠରୁ ମୋର ମୂର୍ତ୍ତି ତିଆରି କର। ରାଜା ସମୁଦ୍ର ତଟକୁ ଗଲେ ଏବଂ ସତ୍ୟରେ ଗୋଟିଏ ଭାସୁଥିବା କାଠର ଲଠି ଦେଖିଲେ, କିନ୍ତୁ ସେହି ଲଠିକୁ ଉଠାଇବା ସହଜ ଥିଲା ନାହିଁ। ଶେଷରେ ବିଶ୍ୱାବସୁଙ୍କ ସହଯୋଗରେ ଏହାକୁ ମହଲକୁ ଅଣାଗଲା। ଅନେକ କାରିଗର ଚେଷ୍ଟା କଲେ, କିନ୍ତୁ କେହି ମଧ୍ୟ ସେହି କାଠରୁ ମୂର୍ତ୍ତି ତିଆରି କରିପାରିଲେ ନାହିଁ। ପୁଣି ଭଗବାନ ବିଷ୍ଣୁ ସ୍ୱପ୍ନରେ ଆସି କହିଲେ, ଦେବତାମାନଙ୍କ ଶିଳ୍ପକାର ବିଶ୍ୱକର୍ମାକୁ ସ୍ମରଣ କର। ତାପରେ ବିଶ୍ୱକର୍ମା ଗୋଟିଏ ବୃଦ୍ଧ କାରିଗରର ରୂପରେ ଆସି କହିଲେ, ମୁଁ
21 ଦିନ ମଧ୍ୟରେ ମୂର୍ତ୍ତି ତିଆରି କରିଦେବି, କିନ୍ତୁ ଗୋଟିଏ ସର୍ତ୍ତ, ମୋ କାମ ସମାପ୍ତ ହେବା ପୂର୍ବରୁ କେହି ଦ୍ୱାର ଖୋଲିବେ ନାହିଁ। ରାଜା ସହମତି ହେଲେ। ବିଶ୍ୱକର୍ମା ବନ୍ଦ କୋଠରୀ ଭିତରେ କାମ ଆରମ୍ଭ କଲେ। ଭିତରୁ କୁହାଡ଼ି ଓ ହାତୋଡ଼ିର ଶବ୍ଦ ଆସୁଥିଲା। କିନ୍ତୁ 15 ଦିନ ପରେ ହଠାତ୍ କୌଣସି ଶବ୍ଦ ଆସିଲା ନାହିଁ। ତାହାପରେ ରାଣୀ ଗୁଞ୍ଜା ଭୟଭୀତ ହୋଇଗଲେ। ସେ କହିଲେ, ମହାରାଜ, ଯେ କକ୍ଷରେ ମୂର୍ତ୍ତି ତିଆରିର କାମ ଚାଲିଛି ସେଠାରୁ 30 ଦିନ ହେଲା କୌଣସି ଶବ୍ଦ ଆସୁନାହିଁ। କାହିଁକି ଜାଣିନି। କେଉଁଠି ସେ ବୃଦ୍ଧା କାରିଗର ଭୋକ ଓ ଶୋଷରେ ମୃତ୍ୟୁବରଣ କରିନଥିବେ ତ? ଦୟାକରି ଏକଥର କକ୍ଷର ଦ୍ୱାର ଖୋଲି ଦେଖନ୍ତୁ, ନଚେତ୍ ଆମ ମଥାରେ ପାପ ଲାଗିବ। ରାଜା ଇନ୍ଦ୍ରଦ୍ୟୁମ୍ନ କହିଲେ, ସର୍ତ୍ତ ଅନୁସାରେ 30 ଦିନ ପୂର୍ବରୁ ଦ୍ୱାର ଖୋଲିବା ଉଚିତ ନୁହେଁ। କିନ୍ତୁ ରାଣୀ ଗୁଞ୍ଜା ଜିଦ୍ କଲେ, ମହାରାଜ, ଏଭଳି ଚୁପଚାପ ରହିଲେ କିଛି ଜଣାପଡ଼ିବ ନାହିଁ। ମୋ ମନ ଭୟରେ କମ୍ପି ଉଠୁଛି। ଶେଷରେ ରାଜା ଦ୍ୱାର ଖୋଲିବାକୁ ଆଦେଶ ଦେଲେ। ଦ୍ୱାର ଖୋଲିବା ସମୟରେ ସହିତ ଦେଖିଲେ, ସେ ବୃଦ୍ଧ କାରିଗର ଆସିଲେ। ଭଗବାନ ବିଶ୍ୱକର୍ମା ଥିଲେ ଏବଂ ସେ ଅଦୃଶ୍ୟ ହୋଇଯାଇଥିଲେ। ପଛରେ ଅଧୁରା ଅବସ୍ଥାରେ 3ଟି ମୂର୍ତ୍ତି ରହିଗଲା। ରାଜା ଇନ୍ଦ୍ରଦ୍ୟୁମ୍ନ ଏହା ଦେଖି ବହୁତ ଦୁଃଖିତ ହେଲେ, କାରଣ ସେ ବିଶ୍ୱକର୍ମାଙ୍କ କଥା ମାନି ନଥିଲେ ଏବଂ ସର୍ତ୍ତ ଭଙ୍ଗ କରିଦେଇଥିଲେ। ସେହି କାରଣରୁ ଆଜି ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥଙ୍କ ହାତ ଓ ପାଦ ଅଧୁରା ରହିଛି। ରାଜା ସେହି ଆକୃତିରେ ମୂର୍ତ୍ତିଗୁଡ଼ିକୁ ପ୍ରତିଷ୍ଠା କଲେ, ଯାହା ଆଜି ଜଗନ୍ନାଥ ମନ୍ଦିର ନାମରେ ପ୍ରସିଦ୍ଧ। ସେଠାରେ ଶ୍ରୀକୃଷ୍ଣ ଭଗବାନ ଜଗନ୍ନାଥ ରୂପେ ତାଙ୍କ ବଡ଼ ଭାଇ ବଳଭଦ୍ର ଓ ଛୋଟ ଭଉଣୀ ସୁଭଦ୍ରାଙ୍କ ସହିତ ବିରାଜମାନ କରୁଛନ୍ତି। ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ମନୁଷ୍ୟଙ୍କ ପରି ଜ୍ୱର ହୁଏ, ଔଷଧ ଦିଆଯାଏ, କେବଳ ସେ ସୁସ୍ଥ ହୁଅନ୍ତି, କେବେ ନୁହେଁ। ତାଙ୍କର ପୁନର୍ଜନ୍ମକୁ ନବକଳେବର କୁହାଯାଏ, ଯାହା 8, 12 କିମ୍ବା 19 ବର୍ଷରେ ଏକାଥରେ ହୁଏ। ସେ ସମୟରେ ଓଡ଼ିଶା ସରକାର ପୁରୀରେ ଅନ୍ଧକାର ଘୋଷଣା କରନ୍ତି। କିଛି ବିଶେଷ ପୂଜାରୀ ଆଖିରେ ଲାଲ କପଡ଼ା ବାନ୍ଧି ହାତରେ ମଧ୍ୟ ଲାଲ କପଡ଼ା ଧରି ପୁରୁଣା ମୂର୍ତ୍ତିରୁ ଗୁପ୍ତ ବ୍ରହ୍ମ ପ୍ରସାଦ ବାହାର କରି ନୂଆ ମୂର୍ତ୍ତିରେ ସ୍ଥାପନ କରନ୍ତି। ଯେପରି ମନୁଷ୍ୟ ଶରୀରରେ ଆତ୍ମା ଥାଏ, ସେପରି ଜଗନ୍ନାଥଙ୍କ ଶରୀରରେ ବ୍ରହ୍ମ ବସବାସ କରନ୍ତି। ଏହି କାରଣରୁ ପ୍ରଭୁ ଜଗନ୍ନାଥଙ୍କୁ ପୃଥିବୀର ଏକମାତ୍ର ଜୀବନ୍ତ ଠାକୁର ବୋଲି କୁହାଯାଏ। ଶ୍ରୀ ଜଗନ୍ନାଥ ମନ୍ଦିର ଉପରେ ଥିବା ଲାଲ ପତାକା ସଦା ବାତାସର ବିପରୀତ ଦିଗରେ ଫଡ଼ ଫଡ଼ି ଉଡ଼େ। ପ୍ରତିଦିନ ଜଣେ ସେବକ ଉଲ୍ଟା ଭାବରେ ମନ୍ଦିର ଉପରକୁ ଚଢ଼ି ପତାକା ପରିବର୍ତ୍ତନ କରନ୍ତି। କୁହାଯାଏ ଯେ ଭଗବାନ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ପରେ ଜଣେ ବହଳିଆ ତାଙ୍କର ଶବଦାହ କରିଥିଲେ, କିନ୍ତୁ ତାଙ୍କ ହୃଦୟ ଅଗ୍ନିରେ ପୋଡ଼ି ନଥିଲା। ସେହି ହୃଦୟକୁ କାଠରେ ବାନ୍ଧି ସମୁଦ୍ରରେ ବହାଇ ଦିଆଯାଇଥିଲା। ପରେ ରାଜା ଇନ୍ଦ୍ରଦ୍ୟୁମ୍ନ ସେଥିପାଇଁ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରାଇଥିଲେ। ଓଡ଼ିଶାର ଏକ ଛୋଟ ଗାଁରେ ମାଧବ ଦାସ ନାମକ ଜଣେ ଭକ୍ତ ରହୁଥିଲେ। ସେ ଏକା ରହୁଥିଲେ ଏବଂ ପ୍ରତିଦିନ ଜଗନ୍ନାଥଙ୍କ ଭଜନ କରୁଥିଲେ। ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିଲେ। ସଂସାରୀ ମୋହମାୟାରେ ତାଙ୍କର କୌଣସି ଆସକ୍ତି ନଥିଲା। ଏକ ଦିନ ହଠାତ୍ ସେ ଭୟଙ୍କର ରୋଗରେ ପଡ଼ିଗଲେ। ବାମି ଓ ଦସ୍ତ ଆରମ୍ଭ ହେଲା। ଦୁର୍ବଳ ହୋଇଗଲେ। ଉଠିବା ବସିବା କଷ୍ଟ ହେଲା। ଲୋକେ ସାହାଯ୍ୟ କରିବାକୁ ଆସିଲେ। ସେ କହୁଥିଲେ, ମୋ ପ୍ରଭୁ ଜଗନ୍ନାଥ ମୋତେ କ୍ଷମା କରିବେ। ରୋଗ ବଢ଼ିଗଲା। ସେ ବିଛଣାରେ ହିଁ ସବୁ କାମ କରୁଥିଲେ, କିନ୍ତୁ ତଥାପି ଭକ୍ତି କମିଲା ନାହିଁ। ଏହା ଦେଖି ପ୍ରଭୁ ଜଗନ୍ନାଥ ଦୟାରେ ଗଲେ। ବଳଭଦ୍ର କହିଲେ, ପ୍ରଭୁ, ଆପଣଙ୍କ ପ୍ରିୟ ଭକ୍ତ ଏତେ କଷ୍ଟରେ ଅଛନ୍ତି, ଆପଣ କାହିଁକି ସାହାଯ୍ୟ କରୁନାହାନ୍ତି? ଜଗନ୍ନାଥ କହିଲେ,
ତାଙ୍କର ପୂର୍ବଜନ୍ମର କର୍ମ ଅଛି, ତଥାପି ମୁଁ ସ୍ୱୟଂ ଯାଇ ତାଙ୍କର ସେବା କରିବି। ପ୍ରଭୁ ସେବକ ରୂପରେ ମାଧବ ଦାସଙ୍କ ପାଖକୁ ଗଲେ। ତାଙ୍କୁ ସ୍ନାନ କରାଇଲେ, ମେଲା ବସ୍ତ୍ର ଧୋଇଲେ। ସୁସ୍ଥ ହେବା ପରେ ମାଧବ ଦାସ ପ୍ରଭୁଙ୍କୁ ଚିହ୍ନିଗଲେ। ପ୍ରଭୁ କହିଲେ, ତୁମ ରୋଗ ଆଉ 15 ଦିନ ରହିବାକୁ ଥିଲା। ସେ 15 ଦିନର ରୋଗ ମୁଁ ନିଜେ ନେଇଗଲି। ସେଥିଠାରୁ ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମାରେ ପ୍ରଭୁଙ୍କୁ ସ୍ନାନ କରାଯାଏ। ପରେ ସେ 15 ଦିନ ଅସୁସ୍ଥ ରହନ୍ତି। ଅନବସର କକ୍ଷରେ ବିଶ୍ରାମ କରନ୍ତି। ହାଲୁକା ଔଷଧ ଓ ଭୋଗ ଦିଆଯାଏ। ସୁସ୍ଥ ହେଲେ ପ୍ରଭୁ ରଥରେ ବସି ଭକ୍ତଙ୍କୁ ଦର୍ଶନ ଦେବାକୁ ବାହାରନ୍ତି। ଏହାକୁ ରଥଯାତ୍ରା କୁହାଯାଏ। ଏହି ଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କ ସହ ବଳଭଦ୍ର ଓ ଦେବୀ ସୁଭଦ୍ରା ମଧ୍ୟ ଯାଆନ୍ତି। ରଥଯାତ୍ରା ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ହୁଏ। ରହୁଛି। ଜୟ ଜଗନ୍ନାଥ।